କେନ୍ଦ୍ରମନ୍ତ୍ରୀ ଆମକୁ ଆଶ୍ୱାସନା ଦେଇଥିଲେ ଯେ ଆମେ ଉଠେଇବୁ ବୋଲି ପର୍ଯ୍ୟନ୍ତ କିଛି ଅର୍ଡ଼ର ଆସିନାହିଁ। ଇନ୍ ବିଟୁଇନ୍ ଆମେ ମଧ୍ୟ ଦେଖିଲୁ ଯେ ପୂର୍ବ ଆମର କେବିସି ଆମର ଉପମୁଖ୍ୟମନ୍ତ୍ରୀ ତାଙ୍କ ନେତୃତ୍ୱରେ ଆମର କିଛି ନେତା ଯାଇକି ତାଙ୍କ ମଧ୍ୟ ଦେଖିଛନ୍ତି। ମୁଁ ଭାବୁଛି ଶୀଘ୍ର ସେ କିଛି ଡିସିସନ୍ ନେବେ। 23 ଅପେକ୍ଷା 24ରେ ଅଧିକ ଧାନ ସଂଗ୍ରହ କରିଥିଲେ ସରକାର 73 ଲକ୍ଷ ମେଟ୍ରିକ ଟନ୍। ଆହୁରି ଯେହେତୁ ବର୍ତ୍ତମାନ ରବି ଫସଲ ଆସିଲାଣି କିଭଳି ତାକୁ ମ୍ୟାନେଜ କରିବେ? ରବି ସରିଯାଇଛି ଏଇଟା ଖରିଫ ପାଇଁ ରେଜିଷ୍ଟ୍ରେସନ୍ ଚାଲିଛି। ଆଉ ଆଶା ରହୁଛି ଏଥର 73 ଲକ୍ଷ 46,000 ଆଉ ସଂଗ୍ରହ ହେଇଥିଲା ପାଖି। କିନ୍ତୁ ମୁଁ ଭାବୁଛି ଏଥରକ ଟିକେ ଅଧିକା ହେବ। କେତେ ହେବ ସେଟା ଜଣା ପଡ଼ିବ, ରେଜିଷ୍ଟ୍ରେସନ୍ ଜଣା ପଡ଼ିବ। କିନ୍ତୁ ଆମ EKYC ଲାଗୁ କରିବା କାରଣରୁ କିଛି ଫଲ୍ସ ଚାଷୀ ମଧ୍ୟ ଧରା ପଡ଼ିଗଲେଣି। ସେଥିରୁ ମଧ୍ୟ ଚାଷୀ ସଂଖ୍ୟା କମିପାରେ। ନବରଙ୍ଗପୁର ଯାଇଥିଲି, ମୁଁ ଦେଖିଛି ଯେ ପ୍ରାୟ ଚାଷରେ ସମସ୍ତେ ଲାଗିଛନ୍ତି। ଯେଉଁ ଜାଗାରେ ଚାଷ ହେଉନଥିଲା ମଧ୍ୟ ଲୋକ ଚାଷ ଲାଗିଛନ୍ତି। ନିଶ୍ଚୟ ଚାଉଳ ପ୍ରଡକ୍ସନ୍ ବଢ଼ିବ, ଧାନ ପ୍ରଡକ୍ସନ୍ ବଢ଼ିବ। ପ୍ରସ୍ତୁତ ଅଛୁ ଆମେ। ଯେତେ ପ୍ରଡକ୍ସନ୍ ହେବ ଆମେ କିଣିବୁ କିଛି ଅସୁବିଧା ନାହିଁ।